ଏହି ଭିଡ଼ିଓରେ ଆମେ ପଲିନୋମିଆଲର ଜିରୋ ବିଷୟରେ ଜାଣିବା। ମନେକର ଗୋଟେ ପଲିନୋମିଆଲ ମୁଁ ନେଉଛି ପି ଅଫ୍ ଏକ୍ସ ଲେଖିଲି ଏକ୍ସ ସ୍କୋୟାର ମାଇନସ୍ 2x ଏକ୍ସ ଜାଗାରେ 1 ନେବି, ତେଣୁ ମୁଁ ଏଠି ଲେଖିବି ପି ଅଫ୍ 1 ଏକ୍ସ ଜାଗାରେ 1 ନେବି, ତେଣୁ 1ର ବର୍ଗ ମାଇନସ୍ 2 ଗୁଣନ 1, 1ର ବର୍ଗ 1 ମାଇନସ୍ 2, 2 ଗୁଣନ 1 2, 1ରେ 2 ଫେଡ଼ିଲେ କେତେ ମାଇନସ୍ 1। ସେପରି ଯଦି ଏକ୍ସର ମୂଲ୍ୟ ମୁଁ ନେବି 2, ଏକ୍ସ ଜାଗାରେ 2 ନେବି, ତେଣୁ 2ର ବର୍ଗ ମାଇନସ୍ 2 ଗୁଣନ 2, 2ର ବର୍ଗ 4 ମାଇନସ୍ 2 ଗୁଣନ 2 ବି 4, 4ରେ 4 ଫେଡ଼ିଲେ ହେବ 0। ତେଣୁ ପିଲାମାନେ ଦେଖ, ଏକ୍ସର ମୂଲ୍ୟ ଯେତେବେଳେ ଆମେ 2 ନେଉଛେ ସେତେବେଳେ ଏ ପଲିନୋମିଆଲର ମୂଲ୍ୟ ହେଉଛି 0। ତେଣୁ ଆମେ କହିପାରିବା 2 ଏକ୍ସ ସ୍କୋୟାର ମାଇନସ୍ 2x ଏହି ପଲିନୋମିଆଲର ଗୋଟେ ଜିରୋ। ତେଣୁ ଜିରୋ କାହାକୁ କୁହାହେବ? ଏକ୍ସର କେଉଁ ମୂଲ୍ୟ ପାଇଁ ସେ ପଲିନୋମିଆଲର ମୂଲ୍ୟ ଯେତେବେଳେ 0 ଆମେ ପାଇବା, ଆମେ ସେ ସଂଖ୍ୟାକୁ ସେ ପଲିନୋମିଆଲର ଜିରୋ କହିପାରିବା। ତେଣୁ ଏଠି 2 ଏକ୍ସ ସ୍କୋୟାର ମାଇନସ୍ 2xର ଗୋଟିଏ ଜିରୋ। ଆଚ୍ଛା ପିଲାମାନେ କୁହ, ଏଇ ପଲିନୋମିଆଲର ଆଉ କିଛି ଜିରୋ ବାହାରି ପାରିବ ନା ଏଇ ଗୋଟିଏ ହିଁ ଜିରୋ ବାହାରି ପାରିବ? କିପରି ଜାଣିବା? ଆମେ ଦେଖିବା ଆଉ କିଛି ସଂଖ୍ୟା ନେଇ ଦେଖିବା। ଯଦି ମୁଁ ଏଠି ଏକ୍ସର ମୂଲ୍ୟ 0 ନେଉଛି, ଦେଖ ପି 0 ଏଠି ନେବି, 0ର ବର୍ଗ ମାଇନସ୍ 2 ଗୁଣନ 0, 0ର ବର୍ଗ 0 ମାଇନସ୍ 2ରେ 0 ଗୁଣିଲେ 0, 0ରେ 0 ଫେଡ଼ିଲେ ବି 0। ତେଣୁ ଏଠି ବି ଆମେ 0 ପାଉଛେ, ତେଣୁ 0 ବି ଗୋଟେ ଜିରୋ ହୋଇପାରିବ। ତେଣୁ ମୁଁ ଏଠି ଲେଖିବି 0,2 ଏକ୍ସ ସ୍କୋୟାର ମାଇନସ୍ 2xର ଜିରୋ। ଏବଂ ପିଲାମାନେ ଦେଖ, ଆମେ ଯେଉଁ ପଲିନୋମିଆଲ ନେଇଛେ ଏହା ଗୋଟେ ଦ୍ୱିଘାତ ବିଶିଷ୍ଟ ପଲିନୋମିଆଲ। ତେଣୁ ମନେ ରଖ, ପଲିନୋମିଆଲଟା ଯଦି ଦ୍ୱିଘାତ ବିଶିଷ୍ଟ ହୋଇଥିବ ତାର 2ଟି ଜିରୋ ବାହାରିବ। ଯଦି ପଲିନୋମିଆଲର ଘାତ 3 ଥିବ ତାହେଲେ ତାର 3ଟି ଜିରୋ ବାହାରିବ। ବୁଝିପାରୁଛ? ଯଦି ପଲିନୋମିଆଲର ଘାତ ଥିବ 1, ତେଣୁ ତାର ଗୋଟିଏ ଜିରୋ ବାହାରିବ। ଏବେ ଆମେ ଏଇ ଜିରୋ ବାହାର କରିବା କିପରି? କାରଣ ଏଠି ସିନା ଆମେ ସହଜ ସଂଖ୍ୟା ଥିଲା 1 2, 2ରେ ପାଇଗଲେ ଆମେ, 0ରେ ଆମେ ପାଇଗଲେ। ଯଦି ଗୋଟେ ପଲିନୋମିଆଲର ଜିରୋ ଥିବ 9, ତେଣୁ ଆମେ 1 2 3 4 5 6 7 8 9 ଏମିତି ଆମେ ଗୋଟେ ଗୋଟେ କରି ବାହାର କରିବାକୁ ପଡ଼ିବ। ବୁଝିପାରୁଛ? ତେଣୁ ଏହାର ବିଭିନ୍ନ ପ୍ରକ୍ରିୟା ଅଛି ଜିରୋ ବାହାର କରିବା ଲାଗି। ସବୁଠୁ ସହଜ ପ୍ରକ୍ରିୟା ହେଉଛି କ'ଣ? ଉତ୍ପାଦକୀକରଣ। ଦେଖ, ଏକ୍ସ ସ୍କୋୟାର ମାଇନସ୍ 2x, ଦୁଇଟି ଯାକ ପଦରେ x ସାଧାରଣ ଅଛି, ତେଣୁ ମୁଁ ଲେଖିପାରିବି x ସାଧାରଣ ନେଇକି x ମାଇନସ୍ 2। ଏବଂ ଏବେ ଆମେ ଏହାର ମୂଲ୍ୟକୁ 0 ଦେଖାଇବାକୁ ଚାହୁଁଛେ, ଏଠି xରେ ଗୁଣା ଯାଇଛି x ମାଇନସ୍ 2, ତେଣୁ ମୁଁ କହିପାରିବି, ଦେଖ ଏଠି a ଗୁଣନ b, ଯଦି ମୁଁ ମୂଲ୍ୟ ଦେଖାଇବି 0, ତେଣୁ ଏଠି a 0 ହୋଇଥାଇପାରେ, ନହେଲେ b 0 ହୋଇଥିବ। କାରଣ aରେ 0 ଗୁଣିଲେ 0 ହୋଇଯିବ, ନହେଲେ 0ରେ b ଗୁଣିଲେ ବି 0 ହେବ। ବୁଝିପାରୁଛ? ତେଣୁ ଯଦି ଏଠି x 0 ହୋଇଥିବ, ନହେଲେ x ମାଇନସ୍ 2 0 ହୋଇଥିବ। xର ମୂଲ୍ୟ ଯଦି 0 ନେବି, ଲେଖିବି x ସମାନ 0, ଆମେ ଗୋଟେ ଜିରୋ ପାଇଗଲେ। ନହେଲେ x ମାଇନସ୍ 2 ଯଦି 0 ନେବି, ଏଠି x କେତେ ପାଇବା? ଆମେ ପାଇବା ମାଇନସ୍ 2, ଏପଟରେ ବାମ ପାର୍ଶ୍ୱରେ ଅଛି, ଡାହାଣ ପାର୍ଶ୍ୱରେ ହେବ 2। ତେଣୁ ଆମେ 2ଟି ଜିରୋ ପାଇଲେ, 0 ଏବଂ 2। କିନ୍ତୁ ସବୁ ପ୍ରକାର ପ୍ରଶ୍ନରେ ଏହି ପ୍ରକ୍ରିୟାରେ ଆମେ ଜିରୋ ବାହାର କରିପାରିବା ନାହିଁ। ତେଣୁ ବିଭିନ୍ନ ପ୍ରକାର ପ୍ରକ୍ରିୟା ଅଛି, ଯେଉଁ ସବୁ ଆମେ ଆଗକୁ ଜାଣିବା।